ହେଲା କର୍ମ কর্ম কর্ম ଆଉ ବିଶ୍ୱରେ କିଛି ନାହିଁ না না ବାବା ଶୁଣିଛନ୍ତି କେହି ନାହାନ୍ତି নাই ଭଗବାନ କୃଷ୍ଣ ଯୋଉଦିନ হ্যাঁ ବସୁଦେବ ଦେବକୀ ପଚାରିଲେ পচারিলে କହିଲେ ବାପା হ্যাঁ ତୋର ଯଦି ଆସିବାର ଥିଲା ଆମ ଘର আজ্ঞা ଆମ କୁଳ ଯଦି ତୋର ଆସିବାର ଥିଲା ଥିଲା ଯଦି ଟିକିଏ ପୂର୍ବରୁ ଆସିଥାନ୍ତା হ্যাঁ ଯଦି ପ୍ରଥମ ଗର୍ଭରେ ଆସିଥାନ୍ତା আচ্ছা ତାହେଲେ ବସୁଦେବ ଏ କଂସ ଆମର ଛଅଟା ଛୁଆକୁ ମାରିଥାନ୍ତା କାହିଁକି আগে ସପ୍ତମ ଗର୍ଭ ଉଦ୍ଧାର ହେଇଥାନ୍ତା କାହିଁକି ଆମକୁ ଏତେ ଦିନ କାଳ ଇଏ ବନ୍ଦୀ ଭିତରେ ରଖି ଏତେ କଷ୍ଟ ଦେଇଥାନ୍ତା କାହିଁକି আগে ଭଗବାନ କୃଷ୍ଣ ବସିଲେ আচ্ছা আচ্ছা କହିଲେ ବାପା হ্যাঁ ଏଥିରେ ମୋର କଣ କରିବାର ଅଛି না না ଏଥିରେ ମୋର କିଛି କରିବାର নাই କହିଲେ ଭକ୍ତାନ୍ତ କର୍ମ ପଦେଶେ କର୍ମ କହିଲେ ବାପା ଏଥିରେ ମୋର କଣ ଅଛି ଗଲା ବାଲା କର୍ମ আজ্ঞা ତାମାନେ ଆପଣଙ୍କୁ আজ্ঞা ଆପଣଙ୍କ କଲା କର୍ମ আজ্ঞା ଫଳ হ্যাঁ ଭୋଗ କରିବା ପାଇଁ ପଡ଼ିବ পড়িব ଯେ ପର୍ଯ୍ୟନ୍ତ হ্যাঁ କର୍ମ ଆପଣଙ୍କର ଭୋଗ ହେଇନାହିଁ হ্যাঁ ଆପଣ ୟା ଭିତରେ ଅଛନ୍ତି আজ্ঞା ଯୋଉଦିନ କର୍ମ ସରିଗଲା হ্যাঁ ୟା ଭିତରେ ଆପଣ ଯିବେ আগে କର୍ମ ସରିଲା ଯିବେ আজ্ঞା ଆସିବେ আসবে କର୍ମ ପାଇଁ কর্ম পাই ଏ ମତେ ଜଣେ আজ্ঞା ଖାଲି ଏତିକି ଆପଣ ମନେ ରଖନ୍ତୁ কোন ମୁଁ ଗୋଟିକୁ ଠିକ କରି ପ୍ରମାଣ କରି ଆପଣଙ୍କୁ ଦେଖେଇଦେବି বাবা বাবা ଆମେ ଜନ୍ମ ହେଇଛେ କର୍ମ ପାଇଁ হ্যাঁ ବଞ୍ଚିଛେ କର୍ମ ପାଇଁ ମରିବା କର୍ମ ପାଇଁ কর্ম পাই ପରବର୍ତ୍ତୀ ଜନ୍ମ ନେବା হ্যাঁ ଇଏ ବି କର୍ମ কর্ম পাই ଖାଇବା ପାଇଁ କର୍ମ ପୁରୀ ଥାଏ যাই କୁଆଡୁ ଥାଏ ସ୍ୱର୍ଗକୁ ଯାଏ କୁଆଡ଼େ ଯାଏ ଆପଣ କହୁଛନ୍ତି ଅଧିକ ଆମେ ଜାଣିନୁ କିଛି କହିଲେ ସ୍ୱର୍ଗକୁ ଯାଏ ବୋଲି ଆଜ୍ଞା ତମେ ଜାଣିଲ କେମିତି କହନ୍ତି ତ କଥାରେ ପୁରାଣରେ ଅଛି ଲୋକ ମତରେ କହନ୍ତି ମଲେ ସ୍ୱର୍ଗକୁ ଯାଉଛି ଆଉ ଆପଣ ମାନେ ଗୋଟେ କଥା ଶୁଣିଥିବେ ଆଜ୍ଞା ନିଜେ ନ ମଲେ କେହି ସ୍ୱର୍ଗ ଦେଖେ না ଭାଲୁ କୋଠି ଠାରୁ ଗ୍ରୀବା ପର୍ଯ୍ୟନ୍ତ ଇଏ ହେଲା ମଣିଷ ମୁହାଁଟା ମାଙ୍କଡ ଏଇଭଳି ରୂପରେ ସତ୍ୟବ୍ରତ ଜଙ୍ଗଲରେ ବୁଲିଲେ ଯେତେବେଳେ ବିଶ୍ୱାମିତ୍ରଙ୍କ ତପସ୍ୟା ସରିଲା ଫେରିଲେ ଆସି ନିଜ ସ୍ତ୍ରୀଙ୍କ ଠାରୁ ସବୁ କଥା ବୁଝି ସାରିବା ଯାଇ ପହଞ୍ଚିଲେ ତ୍ରିଶଙ୍କୁଙ୍କ ପାଖରେ ତ୍ରିଶଙ୍କୁକୁ ଡାକିଲେ କହିଲେ ତ୍ରିଶଙ୍କୁ ପ୍ରଭୁ ତୁ କଣ ଚାହୁଁଛୁ ପ୍ରଭୁ ସମସ୍ତେ ତ କହନ୍ତି ପ୍ରଭୁ ମଲା ପରେ ସ୍ୱର୍ଗ ଦେଖନ୍ତି କିନ୍ତୁ ମୁଁ ଜୀବିତ ଥାଉ ତାକୁ ଟିକେ ସ୍ୱର୍ଗ ତ୍ରିଶଙ୍କୁ କହିଲା কহিলা କହିଲେ ଇନ୍ଦ୍ରିୟ କିଛି ନଥିଲା ମସ୍ତିଷ୍କ ତରକାରୀ ପାଞ୍ଚ ହେଲା କବେ ଭରରେ କବେ ସ୍ୱର୍ଗ ଦେଖିଲା କବେ ଭର ଏ ମତେ ତମରି ଯାଜପୁର ଜିଲ୍ଲାର କବି আজ্ঞা কবি মন্ডল কৃষ্ণ প্রসাদ বসু বসু করে হে রাজা ইন্দ্রিয় কিছু নথিলা ଥିଲା মস্তিষ্ক তো জড়ি পাঁচ হলা হ্যাঁ বলে মোর মুন্ড পড়িগলা বেশ দেহ পড়িগলা আখি পড়িগলা আচ্ছা সবু তো পড়িকি পাঁচ হইলা হ্যাঁ ଆଉ ମୁଁ ସ୍ୱର୍ଗ ଦେଖିଲି କୋଉଠି কোটি দেখিলি କେବେ ସ୍ୱର୍ଗ ଦେଖିଲି କେମିତି କହିଲେ ଏଣୁ ମୁଁ କରିଛି ମନ ଇଏ ଦେହ ଦେଖିବି ସ୍ୱର୍ଗ ଭୁବନ କବେ ଭରରେ କବେ ଭର ଦେଖାଇ ପାରିବ ଦେହ ତେଣୁ ମୁଁ ଇଚ୍ଛା କରିଛି ଏଇ ଦେହରେ ସ୍ୱର୍ଗ ଦେଖିବି দেখিবি ଦେଖେଇ ପାରିବେ ମତେ ପ୍ରଭୁ ମତେ ଦେଖି ପାରିବ ହଁ ପ୍ରଭୁ କୁହନ୍ତୁ ପ୍ରଭୁ ଏ ମୋର ଘରେ ଦେବଣୀ ପୁରାଣ କହିଲା ବିଶ୍ୱାମିତ୍ର ନିଜ ତପସ୍ୟାର ଫଳକୁ ଦେଇଦେଲେ ତ୍ରିଶଙ୍କୁ କହିଲେ ତ୍ରିଶଙ୍କୁ ଆଜ୍ଞା ମୁଁ 12 ବର୍ଷ 24 ବର୍ଷ କାଳ হ্যাঁ ତପସ୍ୟା କରି ଆଜ୍ଞା ଯେଉଁ ଫଳ ପାଇଛି ତୋ
ତତେ ଦେଇ ଦଉଛି ଦେଇ ଦଉଛି। ସେ ତପସ୍ୟାର ଫଳ ନେଇ ନେଇ ସ୍ୱର୍ଗକୁ ଯା। ଯା ଯା ଜାଣିଲି ପ୍ରଭୁ ପୁରାଣ କହିଲା ହଁ କିଏ ବିଶ୍ୱାମିତ୍ରଙ୍କର ତପସ୍ୟା ଫଳ ନେଇ ଆଜ୍ଞା ତ୍ରିଶଙ୍କୁ ସ୍ୱର୍ଗକୁ ଯାଏ। ହଁ এই বলে জনরী বাস আপনার যদি এই গপ আজ্ঞা মূলটাকে দেখিবে দেখিবে যদি বিশ্বামিত্র আজ্ঞা ত্রিশঙ্কুকে তপস্যার ফল দেইদেলে হ্যাঁ যোগদিন আজ্ঞা বিশ্বামিত্র যাই পৌঁছতে বাস বশিষ্ঠଙ୍କ আশ্রমরে হ্যাঁ ইয়ে অতিথি বলি পৌঁছিছন্তি আজ্ঞা সন্ধ্যা সময় হ্যাঁ জঙ্গলরে অসুবিধারে পড়িব ইয়ে সূক্ষ্ম আলোকরেখাକୁ দেখি আজ্ঞা যাই বশিষ্ঠଙ୍କ আশ্রমরে পৌঁছিলে হ্যাঁ কিন্তু ଗୋଟାଏ ମୁହୂର୍ତ୍ତ ଭିତରେ କଣ ଇଏ ବିଶ୍ୱାମିତ୍ରଙ୍କ ପାଇଁ ଆଜ୍ଞା ତାଙ୍କ ପରିଜନ ମାନଙ୍କ ପାଇଁ ହଁ ତାଙ୍କର ରାଜ ଦରବାର ପାଇଁ ଭାଇ ସୁନ୍ଦର ସୁନ୍ଦର ଖାଦ୍ୟପେୟ ହଁ ସୁନ୍ଦର ବାସଗୃହ ବେଶ। ସବୁ ତିଆରି ହେଇଗଲା ଆଜ୍ଞା ବିଶ୍ୱାମିତ୍ର ଖାଇଲେ ପିଇଲେ ରହିଲେ ସିନା ହଁ ବିଶ୍ୱାମିତ୍ରଙ୍କର ମୁଣ୍ଡ ଆଉ ସେଠି ନାହିଁ ବିଶ୍ୱାମିତ୍ରଙ୍କୁ ଚିନ୍ତା ଖାଇଲା ଚିନ୍ତା ଲାଗିଲା। କହିଲେ, ତ୍ରିଜଗ ଏହି ପରୋକାରେ ରାତି ସାରା ବିଶ୍ୱାମିତ୍ରଙ୍କର ମୁଣ୍ଡ ଖେଳୁଛି ମୁଁ ତ ଆଶ୍ରମକୁ ଅତିଥି ଭଳି ଆସିଲି ଇଏ ଜାଣିନାହାନ୍ତି ଆମେ କେତେ ଜଣ ଆସି ଆମେ କିଏ ଆସି କିନ୍ତୁ ଏତେ ସୁନ୍ଦର ବ୍ୟବସ୍ଥା କେମିତି ହେଇପାରିଲା ହେଇପାରିଲା ରାତି ଗୋଟେ ନିଦ ନାହିଁ ସକାଳୁ ସକାଳୁ ଯାଇ ପହଞ୍ଚିଗଲେ ବଶିଷ୍ଠଙ୍କ ଆଶ୍ରମରେ ପ୍ରଭୁ ଠିକ ଆଗ ବଶିଷ୍ଠଙ୍କ ପାଦ ପାଖରେ ବସି ପଡିଲେ ବସି ପଡ଼ିଲେ ପ୍ରଭୁ ପ୍ରଣାମ କରନ୍ତୁ ପ୍ରଭୁ ପ୍ରଭୁ ରାତି ଗୋଟିକ ମତେ ନିଦ ନାହିଁ ପ୍ରଭୁ ଆଜ୍ଞା ପ୍ରଭୁ ହଁ ଆପଣ ତ ଜାଣିନଥିବେ ଆମେ ଏତେ ସମୟ ଆମେ ଆସିବୁ ବୋଲି ନା ଏତେ ପ୍ରକାର ଖାଦ୍ୟ ସୁନ୍ଦର ଖାଦ୍ୟ ହଁ। ପୋଷାକ ଆଚ୍ଛା। ଭଲ ସୁନ୍ଦର କୋଠାଘର ହଁ। ଏତେ ନିର୍ମାଣ କେମିତି ହଠାତ୍ ହେଇଗଲା କେମିତି ହେଲା ବଶିଷ୍ଠ କହିଲେ ହେ ରାଜା ହଁ ଏଥିରେ ମୋର ବାହାଦୁର କିଛି ନାହିଁ ଆଉ ତାହେଲେ ବାହାଦୁରୀ କାହାର ଏଥିରେ ମୋର କିଛି ବାହାଦୁର ନାହିଁ ଆଉ କହିଲେ ଆଶ୍ରମେ ଅଛି ମୋ ନନ୍ଦିନୀ ଚରା ଚର ନନ୍ଦିନୀ ମୋ ଆଶ୍ରମରେ ଆଚ୍ଛା ନନ୍ଦିନୀ ନାମରେ ଗାଈଟିଏ ଅଛି ଆହା ଯାହା କୃପାରୁ ଆଜ୍ଞା ସବୁ ଏସବୁ ହେଇଛି 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 ବିଶ୍ୱାମିତ୍ର କହିଲେ ଆରେ ଏ ତା ମାତା ଏଠି ଆଉ ମୁଁ ବଡ ସିଆଡେ ହେଇଛି ବିଶ୍ୱାମିତ୍ର କହିଲେ 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 ସେଇ ଧାନୁଟିର ବାଞ୍ଛିତ ନାହିଁ ଆମ କାମନା কলে তপ ফল লবধ সম্পদ নন্দিনী অপার্থিবা ଆଜ୍ଞା ଥିବା কলে সিଏ পরা পার্থিব সম্পদ নুহ সে তপস্যা লবধ ফল তপস্যা লবধ ফল কোন কেই কাজ দেই পারে না 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 যদি ଆଜ୍ଞା বশিষ্ঠ দেই পারিলেনি না না তপস্যার ফল ଆଜ୍ଞା ବିଶ୍ୱାମିତ୍ର ଆଉ କେମିତି ବାବୁ ବିଶ୍ୱାମିତ୍ର ଦେଇଦେଲେ ତ୍ରିଶଙ୍କୁ ସେହି ଫଳ ନେଇ ତ୍ରିଶଙ୍କୁ ଏବେ ଚାଲିଲେ ଯଦି ବଶିଷ୍ଠ ଦେଇପାରିଲେନି ବିଶ୍ୱାମିତ୍ର ବିଶ୍ୱାମିତ୍ର କେମିତି ତ୍ରିଶଙ୍କୁ ଦେଇଦେଲେ ତ୍ରିଶଙ୍କୁ ନେଇକି ସବୁ ପଳେଇଲେ ନାଇଁ দ্বিতীয় কথা এই প্রসঙ্গে আপন দ্বিতীয় ভুল দেখুন ଆଜ୍ଞା ধরাযাও আপন পরীক্ষা দেলে আপন ডিগ্রি হাসল করে କଲେ আপন সার্টিফিকেট পাইলে ଆଜ୍ଞା ଆପଣଙ୍କ ସାର୍ଟିଫିକେଟ ନେଇ ଆଜ୍ଞା ମୁଁ ଚାକିରି କରିବି ନା 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 ଚିଟିଂରେ ପ୍ରଗତି
ଛାଡ଼ିଗଲା ଆସିଲା ଯୁବକତ୍ୱ ଯୁବକ ଆସିଗଲା ଶିଶୁତ୍ୱ କେତେବେଳେ ଗଲା କେତେବେଳେ ଯୁବକତ୍ୱ କେତେବେଳେ ଆସିଲା ଆସିଲା ଜାଣିଗଲା ନା ନା ଯେମିତି ଆଜ୍ଞା ଶିଶୁତ୍ୱ ପରିବର୍ତ୍ତନ ହେଇ ମୋ ଭିତରେ ଯୁବକତ୍ୱ ଆସିଲା ସମୟ ଆସିଲା ଏବେ ଯୁବକତ୍ୱ ବି ପଳେଇଲାଣି ଆଜ୍ଞା ପ୍ରୌଢ଼ ଆସିଗଲା ପ୍ରୌଢ଼ତ୍ୱ ଆସିଗଲା ଆଜ୍ଞା ଜଣା ପଡ଼ିଲା ନା ନା ଯେମିତି ଆଜ୍ଞା ଅସ୍ମିନ୍ ଦେହିନାଂ ଦେହେ କୌମାର ଯୌବନଂ ଜରା ଜରା ତଥା हाँ ଯେଉଁଭଳି ଭାବେ आजा ତଥା ସେଇଭଳି ଦେହାନ୍ତର ପ୍ରାପ୍ତି आजा आजा ଦେହାନ୍ତର देहांतर ଆପଣ ଦେଖିବେ आजा ଓଡ଼ିଆ ବ୍ୟାକରଣରେ ଅନ୍ୟ ଗ୍ରାମ ଗ୍ରାମାନ୍ତର तर ଅନ୍ୟ ଦେଶ देशांतर ସେମିତି ଅନ୍ୟ ଦେହ देहांतर ଦେହାନ୍ତର आजा ତାମାନେ ସିଏ ଏଇ ଦେହରୁ ଗଲା बोला ଆଉ ଗୋଟେ ଦେହରେ ରହିଲା महिला ଏଠୁ ଗଲା गला ସେଠି ରହିଲା ରହିଲା। ଯମକାକୁ ନେଲା ଶ୍ରୀମଦ ଭାଗବତ କହିଲେ ଆପଣ ଦେଖିବେ ଶ୍ରୀମଦ ଭାଗବତ କହିଲେ କହିଲେ ଏ ଜୀବ ମରଣ ନିକଟ ବେଗେଚେ तारे राजा खाता କିର୍ଣ୍ଣାନି इलाने ପୁରୁଣା ହେଇଯାଇଥିବା ଥିବା ଦଶାଂଶୀ ଏ ବସ୍ତ୍ରଗୁଡ଼ିକୁ ଗୁଡ଼ିକୁ ବିହାୟ आजा ପରିତ୍ୟାଗ କରି बोले ନରହ ଲୋକ आजा ଅନ୍ୟାନି ନେ ନବାନି ନେ ଗୃହ୍ଣାତି ए ଆପଣ ବିଚାର କଲେ आजा ମୁଁ ଆପଣଙ୍କୁ ଏବେ ପ୍ରତ୍ୟକ୍ଷ ଭାବରେ ଦେଖୁ କେମିତି ଦେଖାନ୍ତୁ ମୁଁ ଏ ପିନ୍ଧିଛି ଲୁଗାଟା ଆଜ୍ଞା କୌଣସି କାରଣ ଆଜ୍ଞା ଇଏ ଲୁଗାଟା ମଇଳା ହେଇଗଲା ହେଇଗଲା କି ଦାଗ ଲାଗିଗଲା କି ଚିରିଗଲା ମୁଁ ଏ ଲୁଗାଟା ବଦଳେଇବି କେମିତି କାଢିକି ତଳେ ଥୋଇବା ଆଉ ଗୋଟେ ପିନ୍ଧିବେ। ଆଗ ଆଉ ଗୋଟେ ଲୁଗା ଆଣିବି आजा ୟା ଉପରେ ବେଢେଇବି ତାପରେ ଭାଗବି ନାହିଁ। आओ ସ୍ୱର୍ଗ ଉପରେ ନରକ ତଳେ ଜମର 2 ଜଣ ପାଞ୍ଜିଆ ଅଛନ୍ତି ଚିତ୍ରଗୁପ୍ତ ଯାହାକୁ ବାଡେଇ ପିଟି ଛାଟି ଛୁଟିକି ନେଇ ଜମା ଆଗରେ ଦେଖେଇବେ କଣ ମୁଁ ପୁରାଣ ପଢିନି ଆଉ ଆଉ ଭଲ କଥା କହୁଛି ଆଉ ପୁରାଣ ପଢିଛ ଜମର ଦୂତ ଅଛନ୍ତି ପାଞ୍ଜିଆ ଜମର ଦିଟା ପାଞ୍ଜିଆ ଅଛ आजा ଚିତ୍ରଗୁପ୍ତ ଚିତ୍ରଗୁପ୍ତ ସିଏ ଯାହା କର୍ମ କରିଛ ତାକୁ ବାଡେଇ ପିଟି ନେଇକି ଜମା ଆଗରେ ଦେଖେଇବେ ଏଇ କର୍ମ कर्म करनी तापर फल पाइबे ଆମେ ପଞ୍ଚପରମେଶ୍ୱର ବହିଛୁ ଯାହା ସୁସୁ ମିଛ देवा जाने देव କହିଲେ ଭୂପତ ବହି ଚିତ୍ର आजा ଯାଇ ଯୋଉଠା आरो ଚିତ୍ର ଯୋଉଠି ଗୁପ୍ତ ହେଇକିରି ଅଛି कैमरा रे କ୍ୟାମେରାରେ आजा ବଡକୁ ସାନ କରିଦଉଛି ସାନକୁ ବଡ କରିଦଉଛି କ୍ୟାମେରା ନାଇଁ ଆଉ ଏଇ ମୋର ବୁଦ୍ଧ ମଣ୍ଡଳୀ ଏଇ ଆପଣଙ୍କ ସାରା ଜୀବନର କର୍ମ आजा ଯୋଉଠି ଗୁପ୍ତ ହେଇକିରି ଅଛି କୋଉଠି କୋଉଠି ଆଜ୍ଞା ଆପଣ ଟିକେ ଭାବନ୍ତୁ ଆପଣ ଦୁନିଆରେ ଯେତେ କର୍ମ କରିଛନ୍ତି आजा ଆଉ କିଏ ଦେଖୁ କି ନ ଦେଖୁ ଆଉ ପଣ୍ଡିତ ମଣ୍ଡଳୀ ଆପଣଙ୍କ ଆଖି ଦେଖି ଅଛି ଗୁପ୍ତ ହେଇକି ଅଛି ଆପଣଙ୍କ ଆଖି ଆଖିରେ ମଲାବେଳେ ଏଇ ଯମପୁର ଆପଣଙ୍କ ସାଙ୍ଗରେ କିଏ ଯିବ ये କେଜି ଆଜ୍ଞା ଶ୍ରୀମଦ ଭଗବତ ଗୀତା ଗୀତା ଯେତିକି ହବ आजा ପ୍ରମାଣ ये पंडा दस आठवण दस ଏ ବର୍ଷ ତମରି ଆଜ୍ଞା। ଶ୍ରୀମଦ ଭଗବତ ଗୀତା କହିଲେ ବାବା କହିଲେ ଶ୍ରୋତ୍ର ଚକ୍ଷୁ ସ୍ପର୍ଶନଂ च ଜ୍ଞାତ। ରସନଂ ଘ୍ରାଣମେବ च ଅଧିଷ୍ଠାୟ ମନଶ୍ଚାୟ ବିଷୟାනුପସେବତେ ସ୍ପର୍ଶନ ଚର୍ମ ରସନ ଜିହ୍ବା ଘ୍ରାଣ ନାସା
ଏଇ ପାଞ୍ଚଟା ଆପଣଙ୍କ ସାଙ୍ଗରେ ଯିବି ତାମାନେ ଆପଣଙ୍କ ଆଖି କହିବ ଆଜ୍ଞା ଆପଣଙ୍କୁ କଣ ଦେଖିବାକୁ ଭଲ ଲାଗିଛି ଆପଣଙ୍କ କାନ କହିବ ଆପଣଙ୍କୁ କଣ ଶୁଣିବାକୁ ଭଲ ଲାଗୁଛି ଲାଗୁଛି ଆପଣଙ୍କ ଚର୍ମ କହିବ ଆଜ୍ଞା ଆପଣ କଣ ଛୁଇଁବାକୁ ଭଲ ପାଇଛନ୍ତି ଆପଣଙ୍କ ନାସା କହିବ ଆପଣ କଣ ଶୁଙ୍ଘିବାକୁ ଭଲ ପାଇଛନ୍ତି ପାଇଛନ୍ତି ବାବୁ ଆପଣଙ୍କ ଲୋକ ଆପଣଙ୍କ ପାଇଁ ଇଚ୍ଛା କହିବେ ନା ନା ଆପଣଙ୍କ ଆଖି ଆପଣଙ୍କ କାନ ଆପଣଙ୍କ ନାକ ଆପଣଙ୍କ ଜିହ୍ବା ଆପଣଙ୍କ ଚର୍ମ ଇଏ ଆପଣଙ୍କ ପାଇଁ ମିଛ କହିବେ ନା 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 ଇଏ ମୋର ଦେଖ ମଣ୍ଡଳୀ ତାମାନେ ଏଇ ଆଖିରେ ଆପଣଙ୍କର ସବୁ ଚିତ୍ର ଅଛି କେତେବେଳେ ଦେଖେଇବ ନା ଯେତେବେଳେ ଆପଣଙ୍କର ଅନ୍ତିମ ସମୟ ହବ ଆଜ୍ଞା କବିବର କବିବର କହିଲେ ସମଗ୍ର ମାନବ ଜୀବନ ପଲକେ ଦେଖାଏ ସାରା ଜୀବନର କର୍ମ ଗୋଟି 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 ଭାସି ଉଠିବ କଣ ହବ ଜଗନ୍ନାଥ ଜଗନ୍ନାଥ ଓଡ଼ିଆ ଭାଗବତ କହିଲେ ଆପଣଙ୍କ ମରିବା ପାଇଁ ଦାୟୀ କର୍ମ ଅନ୍ତେ ଚିନ୍ତଇ ଯେଉଁ ରୂପ ଆପଣଙ୍କ ଜୀବନର ଶେଷ ମୁହୂର୍ତ୍ତ ଇଏ ରିଲ୍ ଚାଲି 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 ଆଜ୍ଞା ଯୋଉଠି ଆପଣଙ୍କ ଆଖି ଲାଖିଗଲା ଆଉ ଚାଲିବ ନାହିଁ ଯୋଉଠି ରିଲ୍ଟା ଆଜ୍ଞା ଆପଣଙ୍କ ରିଲ୍ର ଯୋଉ ଚିତ୍ର ଉପରେ ଆଜ୍ଞା ଆପଣଙ୍କ ଆଖିଟା ଲାଖିଗଲା ଗଲା ଆଉ ଚାଲିବନି ନା ନା ଆପଣଙ୍କ ପରବର୍ତ୍ତୀ ଜନ୍ମ ହଉଛି ସେଇଆ ସେଇଆ ପ୍ରମାଣ ପ୍ରମାଣ ଶ୍ରୀମଦ୍ ଭାଗବତ ଶ୍ରୀମଦ୍ ଭାଗବତ ଆଜ୍ଞା କହିଲେ ଦେଶନେ କୀଟକ ସକାଳେ ନିତ୍ୟ ଚିତ ମାରେ ଜନ୍ମଇ ଗଲେ କାତରପା ଜନ୍ମାରେ ଗଲେ କାତରପା ଜନ୍ମାରେ ଗଲେ କାତରପା ଅନ୍ତେ ଚିନ୍ତଇ ଯେଉଁ ରୂପ ରୂପ ଶେଷ ସମୟରେ ଆପଣଙ୍କ ଆଖି ଯୋଉ ରୂପ ଚିନ୍ତା କଲା ଗଲା ଆପଣଙ୍କ ପରବର୍ତ୍ତୀ ଜନ୍ମ ସେଇଆ ସେଇଆ ତାମାନେ ସେ ରୂପଟା ଆପଣଙ୍କ ଆଖି ଆଗକୁ ଆଣିଲା କିଏ ଯାହା ଜଗନ୍ନାଥ ଦାସ କହିଲେ କର୍ମରେ ହାର ମୂଳ ଦାୟୀ କର୍ମ ଆଜ୍ଞା ଆପଣ ବଞ୍ଚିଛନ୍ତି ଦାୟୀ କର୍ମ କାହିଁକି ନା ଯେ ପର୍ଯ୍ୟନ୍ତ କର୍ମ ଅଛି ସେ ପର୍ଯ୍ୟନ୍ତ ଦେହ ଅଛି ଶ୍ରୀମଦ୍ ଭଗବତ ଗୀତା ଗୀତା ଭଗବାନ କୃଷ୍ଣ କହିଲେ କରେ ନାହିଁ କଚିତ କ୍ଷଣମପି ପ୍ରକୃତି ଦୁନିଆରେ ଏମିତି କୌଣସି ବ୍ୟକ୍ତି ନାହିଁ ଯିଏ କହିବ କାମ ନ କରି ଗୋଟାଏ ମୂର୍ଖ ପ୍ରାଣ ତ୍ୟାଗେ ସନ୍ଥିତେ କୃତ୍ୟ ପରିତ୍ୟାଜ୍ୟ ଯାହା କରିବା କଥା ନୁହେଁ ତାହା କେବେ କରିବେ ନାହିଁ ପ୍ରାଣ ତ୍ୟାଗେ ବି ସନ୍ଥିତେ ବରଂ ପ୍ରାଣ ତ୍ୟାଗ ହେଇଯାଉ କିନ୍ତୁ ଯାହା କରିବା କଥା ନୁହେଁ ତାହା କେବେ କରିବେ ନାହିଁ ନଚ କୃତ୍ୟ ପରିତ୍ୟାଜ୍ୟ ଯାହା କରିବା କଥା ତାକୁ ଆପଣ କେବେ ବି ପରିତ୍ୟାଗ କରିବେ କିନ୍ତୁ ଆମେ ଯାହା ନ କରିବା କଥା ସେଇଆ କରୁଛୁ
ସନ୍ଥ ଭୀମଙ୍କର ମୂଳ ଉଦ୍ଦେଶ୍ୟ ହଉଛି ଏଇଆ, ମୂଳ ଲକ୍ଷ୍ୟ ହଉଛି ଏଇଆ। ଆପଣ ଭାବିବେ ମୁଁ ଗୋଟା ଢଳ ଆପଣ ମାନଙ୍କୁ ଦେଖଉଛି ସନ୍ଥ ଆଜ୍ଞା ଗୋଟା ଢଳ ଦେଖଉଛି କେମିତି କର୍ମ ଆମ ଜୀବନକୁ ଶୃଙ୍ଖଳିତ କରିକି ରଖିଛି। ବିନା କର୍ମରେ ଆମ ଜୀବନ ଶୃଙ୍ଖଳିତ ହେଇପାରିବ ନାହିଁ। ଆପଣ କହିବେ ଜୀବନ ସାରା ମୁଁ କେବଳ ଭଗବାନଙ୍କ ସେବା କରିବି, ଭଗବାନଙ୍କ ରୂପକୁ ଧ୍ୟାନ କରିବି, ଭଗବାନଙ୍କର ଗୁଣଗାନ କରିବି ଜୀବନ ସାରା, ତାହେଲେ ମୋ ଜନ୍ମ ସୁଧୁରି ଯିବ। ତା ବି ନୁହଁ, ତା ବି ନୁହଁ। କାହିଁକି ଆପଣ ଦେଖିବେ ରଜଗୁଣଟା ତମ ଗୁଣଟା ଯେମିତି ବନ୍ଧନର କାରଣ, ସତ୍ୱ ଗୁଣଟା ବି ସେମିତି ବନ୍ଧନର କାରଣ। କାହିଁକି ମୁଁ ଆପଣଙ୍କୁ ଗୋଟେ ଛୋଟିଆ ଉଦାହରଣ ଧରନ୍ତୁ, ଆପଣ ମତେ ଲୁହା ଶିକୁଳିରେ ବାନ୍ଧିଛନ୍ତି, ମୁଁ ବନ୍ଧା ହେଇଛି କି ନାହିଁ? ବନ୍ଧା ହେଇଛି। ଗୋଟେ ସୁନା ଶିକୁଳି ଆଣି ବାନ୍ଧିବେ, ମୁଁ ବନ୍ଧା ହେଇଛି କି ନାହିଁ? ବନ୍ଧା ହେଇଛି। ଗୋଟେ ଫୁଲ ମାଳ ଆଣି ବାନ୍ଧିବେ, ବନ୍ଧା ହେଇଛି କି ନାହିଁ? ମାନେ ରଜ ଗୁଣଟା ଯାହା ତମ ଗୁଣଟା ସେଇଆ, ସତ୍ୱ ଗୁଣଟା ବି ସେଇଆ। ପରିଷ୍କାର ଦେଖୁଛ ଛାଇ ପଡିଅଛି ନାହିଁ ବୃକ୍ଷ ମୂଳ। ମଣ୍ଡଳୀ ଆପଣ ଦେଖିବେ ଯାହାକୁ ଆମ ପୁରାଣ କହିଲେ କରାର ବିନ୍ଦେ ନ ପଦାର ବିନ୍ଦା ମୁଖାର ବିନ୍ଦେ ବିନିବେଶୟନ୍ତ ବଟସ୍ୟ ପତ୍ରସ୍ୟ ପୁଟେ ଶୟାନ ମୁକୁନ୍ଦନ ମନସା ସମନ କଲେ ଜାଗିଛନ୍ତି ବ୍ରହ୍ମ ଅଗ୍ନି ব্রহ্ম অগ্নি অলেখ অনেক গুণ ব্রহ্ম অগ্নি দাগিଛନ୍ତି। ବୁଲାବୁଲି କଲେ ଆଜ୍ଞା ଅଲଗା ଗୁଣ୍ଡ କୋଉଠି ଆଜ୍ଞା ମନ୍ଦିରରେ ଆପଣ ଦେଖିନାହାନ୍ତି? ଏଠି କାଠ ଗଣ୍ଡା ଲାଗିଛି, ଦିନ ରାତି ଅହର୍ନିଶି ଧ୍ୱନି ଚାଲିଛି। ସେଇ କଣ ଅଲେଖ ଗୁଣ? ଆଉ ଆପଣ 100 ଗ୍ରାମ ଘିଅ ନେଇନଥିଲେ? ଭୀମ ଭାଇ ଏଇ କୁଣ୍ଡକୁ ଲକ୍ଷ୍ୟ କରି ଲେଖିଛନ୍ତି? ନାଇଁ। ଆଉ ଏ କୁଣ୍ଡ ନୁହଁ ନା। ଭୀମ ଭାଇ କହିଲେ ବ୍ରହ୍ମ ଭାଗ ହେଲା चैनल को देखुछंती सेमाने हम चैनल रे जॉइनिंग करंतु आउ सुपर थैंक्स दे हमको उत्साहित करंतु। हम चैनल को लाइक सब्सक्राइब करंतु आउ कमेंट माध्यम रे जणांतु आपण केउ अंचल रे देखुछंती। गुरु ब्रह्म महामहिम लेख।